ଅନ୍ୟକୁ ନିୟନ୍ତ୍ରଣ କରେ ସିଏ ଶକ୍ତିଶାଳୀ ହୋଇପାରେ, କିନ୍ତୁ ଯିଏ ନିଜକୁ ନିୟନ୍ତ୍ରଣ କରେ ସିଏ ହିଁ ପ୍ରକୃତରେ ଶକ୍ତିଶାଳୀ ହୋଇଥାଏ। ଓଁ ବିଷ୍ଣବେ ନମଃ। ନମସ୍କାର, ମୁଁ ଜ୍ୟୋତିର୍ବିଦ ଯଜାତି କେଶରୀ ଦାସ ସବୁଦିନ ଭଳି ଆପଣମାନଙ୍କ ପାଇଁ ଆଜି ବି ନେଇ ଆସିଛି ଆଜିର ରାଶିଫଳ। ଯଦି ଆପଣମାନେ ମୋତେ ଦେଖୁଛନ୍ତି ମୋ ୟୁଟ୍ୟୁବ ଚ୍ୟାନେଲ ସବସ୍କ୍ରାଇବ କରିନାହାନ୍ତି, ପ୍ରଥମେ ସବସ୍କ୍ରାଇବ କରନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ ବଟନ ନିଶ୍ଚିତ ଦବାଇ ଦିଅନ୍ତୁ, କାରଣ ମୁଁ ସବୁଦିନ ରାଶିଫଳ ସହିତ ଗ୍ରହ ବ୍ରତ ବାର ବିଷୟରେ କିଛି ନା କିଛି ତଥ୍ୟ ଆପଣମାନଙ୍କ ନିକଟରେ ଉପସ୍ଥାପନ କରେ। ଆଜିର ରାଶିଫଳ ଜାଣିବା ପୂର୍ବରୁ ପ୍ରଥମେ ଜାଣିନେବା ଆଜିର ପଞ୍ଚାଙ୍ଗ। ଆଜି 2025 ଜୁନ ମାସ 10 ତାରିଖ, ଓଡ଼ିଆ ଜ୍ୟେଷ୍ଠ ମାସ 27 ଦିନ, ମଙ୍ଗଳବାର, ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ତିଥି, ଯାହା ଦିବା 12:33 ପର୍ଯ୍ୟନ୍ତ ରହୁଛି। ତାପରେ ପୂର୍ଣ୍ଣିମା ତିଥି ଆରମ୍ଭ ହେଉଛି। ଆଜି ଅନୁରାଧା ନକ୍ଷତ୍ର, ଯାହା ରାତ୍ରି 7 ପର୍ଯ୍ୟନ୍ତ ରହୁଛି। ତାପରେ ଜ୍ୟେଷ୍ଠା ନକ୍ଷତ୍ର ଆରମ୍ଭ ହେଉଛି। ଆଜି ବିଛା ରାଶିରେ ଚନ୍ଦ୍ର ଅବସ୍ଥାପନ କରି ରହୁଛନ୍ତି। ଆଜି ସୂର୍ଯ୍ୟ ଉଦୟ ହେଉଛନ୍ତି, ଯାହା ପ୍ରାପ୍ତ 5:09 ସେହିଭଳି ସୂର୍ଯ୍ୟ ଅସ୍ତ ହେଉଛନ୍ତି ଅପରାହ୍ନ 6:19। ଆଜି ଯାହାକି ଯୁଗ୍ନି ରହିଛି ପଶ୍ଚିମ ଦିଗେ, ଦିବା 12:33 ପରେ ଯୁଗ୍ନି ବାୟକୋଣରେ ରହିବ। ଆଜି କୌଣସି ରାଶିରେ ଘାତ ଚନ୍ଦ୍ର ନାହିଁ। ଆଜି ଘାତ ବାର ରହିଛି, ଯାହାକି ମକର ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର ଏକ ପାଦ ପୁଷ୍କର ଦୋଷ ଲାଗୁଛି, ଫଳ ରହୁଛି କୃଷି ସନ୍ତାନ ହାନି। ଆଜି ଚତୁର୍ଦ୍ଦଶୀରେ ଶ୍ରାଦ୍ଧ, ନିଷିଦ୍ଧ ଖାଦ୍ୟ ରହିଛି ବିରି, ତତ୍ସହିତ ଆମିଷ ଭୋଜନ ନିଷେଧ ରହିଛି। ରାତ୍ରିରେ ସ୍ତ୍ରୀ ସଙ୍ଗମ ଓ ତୈଳ ସେବନ ବର୍ଜନୀୟ। ପୂର୍ଣ୍ଣିମା ଚନ୍ଦ୍ର ପୂଜା, ଉପବାସ ଓ ଅର୍ଘଦାନ କରିପାରିବେ। ଆଜିର ଶୁଭ ବାର୍ତ୍ତା, ଯଦି ଆପଣଙ୍କ ଘରେ ବ୍ୟବହୃତ ପାଣି ଟ୍ୟାପରୁ ପାଣି ବନ୍ଦ ପରେ ମଧ୍ୟ ପାଣି ଝରୁଛି, ତେବେ ନିଶ୍ଚିତ ପ୍ରଥମେ ଏହାକୁ ବନ୍ଦ କରନ୍ତୁ, କାରଣ ଏହା ଅମଙ୍ଗଳକାରକ ହୋଇଥାଏ। ଏହା ଯଦି ବନ୍ଦ ନ କରୁଛନ୍ତି, ଏହା ଫଳରେ ଯେତେ ରୋଜଗାର କଲେ ମଧ୍ୟ ଅଣ୍ଟେ ନାହିଁ। ଆଜିର ଅଶୁଭ ବେଳା, ଯାହା ଦିବା 6:47 ରୁ ଦିବା 8:25 ମଧ୍ୟ ରହିଛି ବାର ବେଳା। ସେହିଭଳି ଦିବା 1:20 ରୁ ଦିବା 2:58 ମଧ୍ୟ ରହିଛି କାଳ ବେଳା। ସେହିଭଳି ଦିବା 3:06 ରୁ ଦିବା 4:45 ମଧ୍ୟ ରହିଛି ରାହୁ କାଳ। ତେଣୁ ରାହୁ କାଳ, ବାର ବେଳା ଏବଂ କାଳ ବେଳା ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା, ଯାହା ପ୍ରାପ୍ତରୁ ଦିବା 6:46 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 9:09 ରୁ ଦିବା 11:33 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ସୂର୍ଯ୍ୟାସ୍ତରୁ ସନ୍ଧ୍ୟା 7:07 ମଧ୍ୟ ରହିଛି ଶୁଭ ବେଳା। ତେବେ ଚାଲନ୍ତୁ ଜାଣିବା ଆଜିର ରାଶିଫଳ, ଯାହା ଚନ୍ଦ୍ରଗୋଚର ଗଣନା ଦ୍ୱାରା ଜାଣିବା ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ। ତେବେ ପ୍ରଥମେ ଚାଲନ୍ତୁ ଜାଣିବା ମେଷ ରାଶି ବ୍ୟକ୍ତିଙ୍କ ବିଷୟରେ। ମେଷ ରାଶି ବ୍ୟକ୍ତି ଆଜି କାର୍ଯ୍ୟ ଗୁଡ଼ିକୁ ଧ୍ୟାନ ପୂର୍ବକ କରିବାର ଆବଶ୍ୟକତା ରହିଛି, କାରଣ ଆପଣଙ୍କର ଭାଗ୍ୟ ଗ୍ରହ ଆଜି ମଧ୍ୟମ ଧରଣରେ ରହିଛି। ତେଣୁ ନିଶ୍ଚିତ ସଚେତନ ପୂର୍ବକ ମେଷ ରାଶି ବ୍ୟକ୍ତି କାର୍ଯ୍ୟ କରନ୍ତୁ। ଆଜି କର୍ମକ୍ଷେତ୍ରରେ ଆପଣଙ୍କୁ ଅନେକ ପ୍ରକାର ଚ୍ୟାଲେଞ୍ଜ ସାମ୍ନା କରିବାକୁ ପଡ଼ିବ ଏବଂ କାର୍ଯ୍ୟରେ ମଧ୍ୟ ତ୍ରୁଟି ହେବ। ତେଣୁ ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ ଏବଂ କାର୍ଯ୍ୟଗୁଡ଼ିକୁ ଅଧିକ ଗୁରୁତ୍ୱ ଦିଅନ୍ତୁ ମେଷ ରାଶି ବ୍ୟକ୍ତି। ଆଜି ମେଷ ରାଶି ବ୍ୟକ୍ତି ଯେଉଁମାନେ ଚାକିରି ସମ୍ବନ୍ଧରେ ଜଡ଼ିତ ଅଛନ୍ତି, ସେମାନେ ନିଶ୍ଚିତ ଧୈର୍ଯ୍ୟ ସହକାରେ ନିଜର କାର୍ଯ୍ୟ କରନ୍ତୁ। ଆଜି ଆପଣଙ୍କର କାର୍ଯ୍ୟ କରୁଥିଲା ବେଳେ ଅନେକ ମିଷ୍ଟେକ୍ ମଧ୍ୟ ହୋଇପାରେ, ତେଣୁ ଏହା ପ୍ରତି ନିଶ୍ଚିତ ସାବଧାନ ରୁହନ୍ତୁ ଏବଂ ନିଜର କାର୍ଯ୍ୟ ଚାକିରି ସମ୍ବନ୍ଧରେ ଅନେକ ଚ୍ୟାଲେଞ୍ଜ ଆସିବ, ଯାହାକୁ ସାମ୍ନା କରିବା ଆପଣଙ୍କ ପକ୍ଷେ ଭାରି କଷ୍ଟକର ହୋଇପାରେ। ତେବେ ଆଜି ମେଷ ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଉତ୍ତମ ଦିନ ହୋଇନପାରେ। ତତ୍ସହିତ ରାଜନୈତିକ ସାମାଜିକ ବ୍ୟକ୍ତିଙ୍କ ପାଇଁ ଆଜି ଅସ୍ଥିରତା ଦେଖା ଦେଇପାରେ। ଆଜି ମେଷ ରାଶି ବ୍ୟକ୍ତି ଯାହାକି ପ୍ରେମ ସମ୍ବନ୍ଧରେ ଆପଣଙ୍କୁ ଆଜି ନିଚ୍ଚ ଜାତି ବ୍ୟକ୍ତିଙ୍କ ସହିତ ଆପଣଙ୍କର ପ୍ରେମ ଜଡ଼ିତ ରହିପାରନ୍ତି। ତେଣୁ ଅନେକ
କ୍ଷେତ୍ରରେ ଆପଣଙ୍କର ବାଧା ବିବାଦ ବା ମାନ ସମ୍ମାନ ମଧ୍ୟ ହାନି ହେବାର ଚାନ୍ସ ରହୁଛି। ତେଣୁ ମେଷ ରାଶି ବ୍ୟକ୍ତି ଏହା ପ୍ରତି ସଚେତନ ରୁହନ୍ତୁ। ତତ୍ସହିତ ମେଷ ରାଶି ବ୍ୟକ୍ତି ଆଜି ପାରିବାରିକ ସମ୍ପର୍କ ଭଲ ରହିବ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି। ତେବେ ମେଷ ରାଶି ବ୍ୟକ୍ତି ଆଜି ବେପାର ବାଣିଜ୍ୟରେ ନିଶ୍ଚିତ ନିଜର ବେପାର ବାଣିଜ୍ୟକୁ ଧ୍ୟାନ ଦେବାର ଆବଶ୍ୟକତା ରହିଛି, କାରଣ ଅନେକ କ୍ଷେତ୍ରରେ ଆପଣଙ୍କୁ ବେପାର ବାଣିଜ୍ୟ ଯାହାକି ଲସ୍ ହେବାର ଚାନ୍ସ ରହୁଛି। ତେଣୁ ସଚେତନ ସହକାରେ ମେଷ ରାଶି ବ୍ୟକ୍ତି ବେପାର ବାଣିଜ୍ୟ କରନ୍ତୁ। ତେବେ ମେଷ ରାଶି ବ୍ୟକ୍ତି ଆଜି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ସାମ୍ନା କରିବାକୁ ପଡିବ ବା ଅସ୍ଥିରତା ଦେଖା ଦେଇପାରେ। ତେଣୁ ନିଶ୍ଚିତ ନିଜର ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ଆଜି ମେଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 9, ଭାଗ୍ୟ ରଙ୍ଗ ରହୁଛି ଆପଣ ସୁନେଲି ରଙ୍ଗ ୟୁଜ କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 30% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବୃଷ ରାଶି ବ୍ୟକ୍ତିଙ୍କ ବିଷୟରେ। ବୃଷ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗର ଦିନ। ଗ୍ରହ ମାନେ ଆପଣଙ୍କୁ ଶୁଭ ଦୃଷ୍ଟିରେ ଦେଖୁଛନ୍ତି। ପ୍ରତ୍ୟେକ କାର୍ଯ୍ୟ ଆପଣଙ୍କର ଆଜି ସକାରାତ୍ମକ ସହକାରେ ହେବ। ବୃଷ ରାଶି ବ୍ୟକ୍ତି ଆଜି ଆପଣଙ୍କର ଚାକିରିରେ ଯୋଉମାନେ ଜଡିତ ଅଛନ୍ତି ଅନେକ ପ୍ରକାର କାର୍ଯ୍ୟ ସଫଳ ହେବା ସହିତ ନିଜର ଦକ୍ଷତା ପରିପ୍ରକାଶ କରିବେ ଏବଂ ଆପଣ ଜଣେ ପ୍ରତିଷ୍ଠାବାନ ବ୍ୟକ୍ତି ରୂପେ ପରିଚିତ ହେବେ। ଆପଣଙ୍କର କାର୍ଯ୍ୟକୌଶଳ ଦ୍ୱାରା ଆପଣ ଉପରସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସା ପାଇବାର ଯୋଗ୍ୟ ବନି ଯାଇପାରନ୍ତି ବୃଷ ରାଶି ବ୍ୟକ୍ତି। ଆଜି ବୃଷ ରାଶି ବ୍ୟକ୍ତି ଯାହାକି ରାଜନୈତିକ ଏବଂ ସାମାଜିକ କ୍ଷେତ୍ରରେ ଆପଣଙ୍କର ଦକ୍ଷତା ପରିପ୍ରକାଶ କରିବ। ତତ୍ସହିତ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଜି ଉତ୍ତମ ଦିନ ବନେଇ ପାରେ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି। ତେବେ ଆଜି ବୃଷ ରାଶି ବ୍ୟକ୍ତି ଯୋଉମାନେ ପ୍ରେମ ସମ୍ବନ୍ଧରେ ଜଡିତ ଅଛନ୍ତି ସେମାନଙ୍କ ପାଇଁ ଆଜି ଅନେକ ରୋମାଣ୍ଟିକ ପରିବେଶ ସୃଷ୍ଟି କରିବ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି। ତତ୍ସହିତ ଆଜି ବୃଷ ରାଶି ବ୍ୟକ୍ତି ଯାହାକି ଆପଣ ବେପାର ବାଣିଜ୍ୟ କରୁଥିଲେ, ଆପଣ ପୂର୍ବରୁ ଯଦି କିଛି କ୍ଷତି ଥିବ ଆଜି ତାହାର ଭରଣା ହବ, ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ସୁଯୋଗ ଦେବ। ଆଜି ବୃଷ ରାଶି ବ୍ୟକ୍ତି ଯୋଉମାନେ ପ୍ରେମ ସମ୍ବନ୍ଧରେ ଜଡିତ ଅଛନ୍ତି ସେମାନଙ୍କ ପାଇଁ ଆଜି ଏକ ରୋମାଣ୍ଟିକ ପରିବେଶ ସୃଷ୍ଟି କରିବା ସହିତ ଆପଣ ବହୁତ ଉତ୍ତମ ସମ୍ପର୍କ ରହିବ ଆପଣଙ୍କର ପ୍ରେମ ସମ୍ବନ୍ଧରେ। ତେବେ ପାରିବାରିକ ସମ୍ପର୍କ ଆଜି ଭଲ ରହିବ, ଯାହା ବୃଷ ରାଶି ବ୍ୟକ୍ତିଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି। ତେବେ ଆଜି ବୃଷ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ, କୌଣସି ସ୍ୱାସ୍ଥ୍ୟ ସମସ୍ୟା ଆପଣଙ୍କର ରହିବ ନାହିଁ। ଆଜି ବୃଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 8, ଭାଗ୍ୟ ରଙ୍ଗ ରହୁଛି ଆପଣ ମିଶ୍ରିତ କଳା ରଙ୍ଗ ୟୁଜ କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 95% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମିଥୁନ ରାଶି ବ୍ୟକ୍ତିଙ୍କ ବିଷୟରେ। ମିଥୁନ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କ ପାଇଁ ପ୍ରାୟତଃ ସଫଳତା ଦିନ ହୋଇପାରେ। ଜୀବନରେ କିଛି ନୂତନ କାର୍ଯ୍ୟ କରିବା ପାଇଁ ଆଜି ଇଚ୍ଛା ବ୍ୟକ୍ତ କରିପାରନ୍ତି। ନିଷ୍ଠାର ସହିତ କାର୍ଯ୍ୟ କରିଲେ ଆପଣଙ୍କର ସମସ୍ତ କାର୍ଯ୍ୟ ପୂରଣ ହେବାର ଶୁଭ ଯୁଗ ସ୍ଥିତିରେ ରହୁଛି। ଆଜି ମିଥୁନ ରାଶି ବ୍ୟକ୍ତି ନିଜର କାର୍ଯ୍ୟ କୌଶଳ ଦ୍ୱାରା ସମସ୍ତ କାର୍ଯ୍ୟ ପୂର୍ଣ୍ଣ କରିବା ସହିତ ଚାକିରି ସମ୍ବନ୍ଧରେ କାର୍ଯ୍ୟ ଆପଣଙ୍କର ଶୁଭ ଯୁଗ ରହୁଛି ଏବଂ ନିଜର କୌଶଳ ଦ୍ୱାରା ସମସ୍ତଙ୍କୁ ମନ ଜିଣିବାର ଅନେକ ଚାନ୍ସ ରହୁଛି। ଆଜି ମିଥୁନ ରାଶି ବ୍ୟକ୍ତି ଆପଣଙ୍କର ଯାହାକି ଚାକିରି ସମ୍ବନ୍ଧରେ ଜଡିତ କାର୍ଯ୍ୟ ଟିକେ ସ୍ଥିର ରହିବ। ତତ୍ସହିତ ଆଜି ମିଥୁନ ରାଶି ବ୍ୟକ୍ତି ରାଜନୈତିକ ଶିକ୍ଷାର୍ଥୀ ମାନଙ୍କ ପାଇଁ ବିଶେଷ ଭଲ ଦିନ ହୋଇନପାରେ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି। ତେବେ ମିଥୁନ ରାଶି ବ୍ୟକ୍ତି ଆଜି ଆପଣ ପ୍ରେମ ସମ୍ବନ୍ଧରେ ଜୀବନ ସାଥୀଙ୍କ ସହିତ ଭଲ ସମ୍ବନ୍ଧ ରହିବ। ପୂର୍ବରୁ କିଛି ଯଦି ଅପ୍ରୀତିକର କଥାବାର୍ତ୍ତା ଥିବ ବା ସମ୍ବନ୍ଧ ଖରାପ ହେଇଥିବ ଆଜି ତାହାର ସମାଧାନ ହବାର ଚାନ୍ସ ରହୁଛି। ଆଜି ମିଥୁନ ରାଶି ବ୍ୟକ୍ତି ପାରିବାରିକ ସମ୍ପର୍କ ଭଲ ରହିବ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତତ୍ସହିତ ପରିବାର ବର୍ଗଙ୍କ ସହିତ ଆଜି ନିଶ୍ଚିତ ସମସ୍ତଙ୍କ ସହିତ ମିଳାମିଶା କରି ଅତି ସୁଖ ଆନନ୍ଦରେ ଦିନ କଟିବାର ସୁଯୋଗ ଦେଇପାରେ ମିଥୁନ ରାଶି ବ୍ୟକ୍ତିଙ୍କର। ଆଜି ମିଥୁନ ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ଆପଣଙ୍କର ଅନେକ ଯାହାକି କ୍ଷତି ସାମ୍ନା କରିବାକୁ ପଡିବ, କାରଣ ଅଷ୍ଟମ ସ୍ଥାନରେ ଆପଣଙ୍କର ଆଜି ନିଶ୍ଚିତ ଶନି ଯାହାକି ରହୁଛନ୍ତି। ତେଣୁ ନିଶ୍ଚିତ ଆପଣଙ୍କୁ ଅଶୁଭ ଫଳ ପ୍ରଦାନ କରିପାରେ, ଯାହାକି ଦରିଦ୍ରତା, କାର୍ଯ୍ୟହାନି, ବେପାର କ୍ଷେତ୍ରରେ ତତ୍ସହିତ ଧର୍ମ କାର୍ଯ୍ୟରୁ ମଧ୍ୟ ଆପଣଙ୍କୁ ବିଯୁକ୍ତ ଅର୍ଥାତ୍ ଆପଣଙ୍କୁ ଧର୍ମ କାର୍ଯ୍ୟରେ ବିଘ୍ନ ମଧ୍ୟ ଆସିପାରେ। ତେଣୁ ମିଥୁନ ରାଶି ବ୍ୟକ୍ତି ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ।
आज मिथुन राशि व्यक्ति स्वास्थ्यगत दृष्टि देखिले आपणकर स्वास्थ्य निश्चित अस्थिरता देखा दे पारे। आज मिथुन राशि व्यक्तिंकर भाग्य संख्या रही 6, भाग्य रंग रहुची जहाँकि गाढ़ नील रंग एवं ग्रह माने आपण को आज 65% साथ दौछंती। एबे चलंतु जानिबा कर्कट राशि व्यक्तिंक विषय। कर्कट राशि व्यक्ति आज दिनटी आपनकु प्रत्येक कार्य धैर्य सहकारे करिवार आवश्यकता रहिछि, कारण आपणकर भाग्य ग्रह निम्नगामी रहुछि। तेणु निजर धैर्य प्रत्येक कार्य निहाती आवश्यक। जदि अधैर्य होई कार्य करिवे समस्त कार्य आपणकर भूल हेबो। तत्सहित कर्कट राशि व्यक्ति जदि दूर यात्रा करूछंती आपनको अनेक प्रकार जहाँकि हैरान हवा पाई पड़ी पारे। तेणु निश्चित सचेतन सहकारे रुहंतु कर्कट राशि व्यक्ति। आज कर्कट राशि व्यक्ति जदि चाकरी संबंध में जड़ित अछंती आपनको निजर कार्य अनेक चाप आसीबो। तेणु धैर्य सहकारे निजर कार्य करंतु एवं मन को स्थिरता आणंतु। जदि मन स्थिरता हो नाही तिके संगीत सुनंतु जहाँ मन स्थिरता आसी पारे। तेबे कर्कट राशि व्यक्ति आज राजनैतिक सामाजिक क्षेत्र में आपणकर प्रतिष्ठा हानि जुग रहुची। तत्सहित शिक्षार्थी विद्यार्थी मानक पई आज उत्तम जुग होई न पारे। आज कर्कट राशि व्यक्ति जदि अर्थजनित कारोबार रे आपणकु अनेक प्रकार जहाँकि अशुभ अर्थात अर्थ हानि जुग रहुची। व्यापार वाणिज्य रे आपणकर क्षति होबार चांस रहुची, लाभ होबार जहाँकि चांस कम रहुची। तेणु निश्चित कर्कट राशि व्यक्ति यह प्रति सचेतन रुहंतु। तेणु अर्थजनित कारोबार रे आपण सावधान रुहंतु। तत्सहित अर्थजनित कौनसी निष्पत्ति नियंतु नाही जहाँ आपणक पई भलो हेबो। तेबे आज कर्कट राशि व्यक्ति स्वास्थ्यगत दृष्टि देखिले आपणकर स्वास्थ्य समस्या अनेक प्रकार पीड़ा देई पारे, जहाँ पई आपण अशांति रही पारंती। जदि पूर्वरु किछि स्वास्थ्य समस्या थिबो आज अनेक प्रकार प्रॉब्लम रे जड़ित होई पारंती। तेणु निश्चित कर्कट राशि व्यक्ति यह प्रति सचेतन रुहंतु जहाँ आपणक पई भलो हेबा। आज कर्कट राशि व्यक्तिंकर भाग्य संख्या रही 4, भाग्य रंग रहुची धूसर रंग एवं ग्रह माने आपणको आज 35% साथ दौछंती। एबे चलंतु जानिबा सिंह राशि व्यक्तिंक विषय। सिंह राशि व्यक्ति आज दिनटी आपणक पई आदु भलो दिन होई न पारे। आपणकर भाग्य ग्रह निम्नगामी रहुची। तेणु धैर्य सहकारे कार्य करंतु। कौनसी गुरुत्वपूर्ण निष्पत्ति नियंतु नाही आज सिंह राशि व्यक्ति। आज सिंह राशि व्यक्ति मनटा अस्थिरता रही पारे। तेणु मन को स्थिरता करिया पई सदा बेले चेष्टा करंतु। जदि स्थिरता नाही टिका आध्यात्मिक जड़ित कार्य करंतु, देखिबे मनर स्थिरता आसीबो। आज सिंह राशि व्यक्ति आपण चाकरी संबंध रे जदि कार्य रे जड़ित अछंती आपणकु सफलता अपेक्षा विफलता अनेक चांस रहुची। तेणु यह प्रति सचेतन रहिबा सहित आपण राजनीतिक सामाजिक क्षेत्र में आपणकर भाग्य ग्रह निम्नगामी रहिबा सहित शिक्षार्थी विद्यार्थी मानक पई आज उत्तम जुग बनै न पारे। आज सिंह राशि व्यक्ति जो माने प्रेम संबंध रे जड़ित अछंती सेमानक पई अनेक प्रकार प्रॉब्लम रे जागृत करि पारे। तेणु निश्चित आज प्रेम संबंध रे आपणकर जहाँकि अनेक प्रकार मनमालिन अमंगल कथबार्ता होई पारे। तेणु निश्चित सिंह राशि व्यक्ति यह प्रति सचेतन रुहंतु। तत्सहित सिंह राशि व्यक्ति आज परिवार दृष्टि देखिले स्वामी स्त्री भितर अनेक प्रकार झगड़ा होबार चांस रहुची। तेणु निश्चित सिंह राशि व्यक्ति यह प्रति सचेतन रहिबार अत्यंत आवश्यकता रहिची। आज सिंह राशि व्यक्ति अर्थजनित कारोबार रे आपण अनेक प्रकार लॉस सामना करबाकू पड़िबो। तेणु अर्थजनित कारोबार धैर्य सहकारे करंतु। कौनसी गुरुत्वपूर्ण निष्पत्ति नियंतु नाही। जदि व्यापार वाणिज्य करूचंती निजर बुद्धि प्रयोग करी व्यापार केमिति लाभ करिवे सेति पई ध्यान दियंतु। आज सिंह राशि व्यक्तिंकर जहाँकि स्वास्थ्यगत दृष्टि देखिले आपणकर अनेक प्रकार रोग सामना करबाकू पड़िबो। जदि पूर्वरु आपणकर कौनसी रोग थिबो आज अनेक हैरान होइबा पई पड़ी पारे। तेणु निश्चित सिंह राशि व्यक्ति यह प्रति सचेतन रुहंतु। आज सिंह राशि व्यक्तिंकर भाग्य संख्या रही 3, भाग्य रंग रहुची जहाँकि हलदिया रंग एवं ग्रह माने आपणको आज 25% साथ दौचंती। एबे चलंतु जानिबा कन्या राशि व्यक्तिंक विषय। कन्या राशि व्यक्ति आज दिनटी आपणको पई उत्तम दिन होई पारे। जहाँ आपणको भाग्य राशि रु जणा पडुची आपण जहाँ इच्छा करूछंती ताहा निश्चित पूर्ण हेबो। तत्सहित आज बहुत खुशी आनंदित रहिबे। आज प्रत्येक कार्य आपणकर सफलता सहित निजर लक्ष्य स्थले पहुंचीबे।
तत्सहित जो माने कन्या राशि व्यक्ति चाकरी संबंध में जड़ित अछंती आपणकर कार्य गुड़िक अति कुटमान हब जहाँ आपणकर कार्य कौशल देखि उच्च कर्मचारी आपण को निश्चित प्रशंसा करिवे। तत्सहित आपणकर अनेक प्रशंसा पाई आपण बहुत आनंदित रहिबे कन्या राशि व्यक्ति। आज कन्या राशि व्यक्ति आपण राजनैतिक सामाजिक क्षेत्र में आपणकर प्रतिष्ठा लाभ सहित शिक्षार्थी विद्यार्थी मानक पई उत्तम जुग रहुची। जदि इंटरव्यू एग्जाम थिबो सेत्रे निश्चित सक्सेसफुल हेबे जहाँ आपणक भाग्य राशि जना पड़ुची। आज कन्या राशि व्यक्ति प्रेम संबंध में जड़ित जदि थिबे तांको पई आज एक रोमांटिक एवं स्मरणीय दिन होई पारे। तत्सहित किछि मधुर वार्तालाप तत्सहित किछि बाहर को बुलिबा पई मध्य समय मिली पारे। आज कन्या राशि व्यक्ति आपणकर पारिवारिक दृष्टि देखिले आपणक पई आज भल रहिबो। पूर्व जदि किछि संबंध खराब थाई पारे आज ताहार निश्चित त्रुटिवार अनेक चांस रहुची जहा कि मधुर संपर्क सृष्टि होबार परिवार वर्गों भितर देखा जाउची कन्या राशि व्यक्तिंकर। आज कन्या राशि व्यक्ति अर्थजनित कारोबार अनेक प्रकार लाभ पाइबे। तत्सहित अर्थजनित जेकोसी निष्पत्ति नेबे ता परवर्ती स्टेप रे अनेक प्रकार शुभजुग स्थिति रे बनउची कन्या राशि व्यक्तिंकर। आज कन्या राशि व्यक्ति स्वास्थ्यगत दृष्टि देखिले आपण संपूर्ण सुस्थ रहिबे कोनोसी स्वास्थ्य समस्या रहिबो नाही। आज कन्या राशि व्यक्तिंकर भाग्य संख्या रहिछि 9 भाग्य रंग रहुछि नाली रंग एवं ग्रह माने आपण को आज 95% साथ दउछंती। एबे चलंतु जानिबा तुला राशि व्यक्ति विषय। तुला राशि व्यक्ति आज दिनटी आपणक पई विशेष भल दिन होई न पारे जहा कि अनेक क्षेत्र रे आपणक बाधा सृष्टि करिवार चांस रहुछि। तेणु धैर्य सहकारे तुला राशि व्यक्ति निजर कार्य करंतु। आज अनेक प्रकार दुश्चिंता आसी पारे तेणु सचेतन रुहंतु यहा प्रति निजर कार्य गुड़ी को ध्यान पूर्वक करंतु। तत्सहित चाकरी संबंध में जदि तुला राशि व्यक्ति कार्य करुछंती अनेक प्रकार कार्य भूल होबार चांस रहुची एवं उपरस्थ कर्मचारी ठारू आपण गाली सुनिबार जुग बनउची। तेणु ध्यान पूर्वक तुला राशि व्यक्ति निजर कार्य करंतु। कौनसी कलह जुक्तितर्क ठारू दूरता अवलंबन करंतु। आज तुला राशि व्यक्ति विशेषकर राजनैतिक सामाजिक क्षेत्र में आपणकर प्रतिष्ठा निम्नगामी रहिबा सहित शिक्षार्थी विद्यार्थी मानक पई आज आदु भल दिन होई न पारे। आज तुला राशि व्यक्ति प्रेम संबंध में जदि जड़ित अछंती निश्चित आपन अनेक प्रकार समस्या निज भितर मत पार्थक्य देखा दे पारे। किछि निष्पत्ति नबा पई आज निज भितर कलह जुग रहुची। तेणु निश्चित तुला राशि व्यक्ति यहा प्रति सचेतन रुहंतु। आज तुला राशि व्यक्तिंकर जहा कि पारिवारिक दृष्टि देखिले अनेक प्रकार मतभेद देखा दे पारे जहा कि आपन राशि चक्र जना पड़ुछि। तेणु निश्चित तुला राशि व्यक्ति परिवार संपर्क भल रखिबा पई चेष्टा करंतु। आवश्यक स्थले चुप रुहंतु जहा परिवार संपर्क भल रहिबो। आज तुला राशि व्यक्ति अर्थजनित कारोबार निश्चित सावधान रुहंतु। अर्थ को संचय करिबा पई चेष्टा करंतु। कौनसी अवांछित खर्च करंतु नाही जहा आपनक पई भल हेबो। आज तुला राशि व्यक्ति स्वास्थ्यगत दृष्टि देखिले आपनकर स्वास्थ्य समस्या अनेक प्रकार देखा दे पारे। यदि पूर्वरु किछि स्वास्थ्य समस्या थिबो आज आहुरी अधिक खराब होई जाई पारे। आज तुला राशि व्यक्तिंकर भाग्य संख्या रहिछि 7 भाग्य रंग रहुछि बैगणी रंग एवं ग्रह माने आपन को आज 25% साथ दउछंती। एबे चलंतु जानिबा बिछा राशि व्यक्तिंक विषय। बिछा राशि व्यक्ति आज निजर कार्य गुडी को धैर्य सहकारे करंतु। निजर कार्य धैर्य सहित शांत हिसाब रे करिले आपन को भल हबो नहले अनेक प्रकार प्रॉब्लम आसीबो एवं निजर कार्य रे त्रुटि होबार चांस रहुची। आज बिछा राशि व्यक्ति निजर मानसिक स्थिति भल न रही पारे। अस्थिरता अनेक प्रकार देखा दे पारे। तत्सहित बिछा राशि व्यक्ति आज चाकरी संबंध में जदि कार्य करुछंती निश्चित सावधान रुहंतु। अनेक प्रकार चैलेंज आसीबो जहा परिचालना करिबा आपनक पक्षे भारी कष्टकर हेबो। तेणु बिछा राशि व्यक्ति आज राजनीतिक सामाजिक क्षेत्र में आपनकर अस्थिरता देखा दे पारे। तत्सहित आज शिक्षार्थी विद्यार्थी मानक पई किछि पाठ पढ़ा पढ़ी रे अवहेला करि पारंती। आज बिछा राशि व्यक्ति प्रेम संबंध रे आपण निश्चित निरुत्साह रही पारंती। निज भितरे मत पार्थक्य देखा दे पारे जहा आपनक भाग्य राशि जना पड़ुछि। निज भितरे किछि कलह जुग रहुछि। तेणु धैर्य सहकारे बिछा राशि व्यक्ति यहा प्रति सचेतन रुहंतु। आज बिछा राशि व्यक्ति पारिवारिक संपर्क
ଆପଣ ଅନେକ ପ୍ରକାର ଖରାପ ଯୁଗ ରହୁଛି। ତେଣୁ ପାରିବାରିକ ସମ୍ପର୍କ ଧୈର୍ଯ୍ୟ ସହକାରେ ରଖିବା ପାଇଁ ଚେଷ୍ଟା କରନ୍ତୁ, କେମିତି ଭଲ ରହିବ ସେଥିପାଇଁ ସଚେତନ ହୁଅନ୍ତୁ। ଆଜି ବିଛାରା ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ଆପଣ ଟଙ୍କା ପରିଚାଳନା କରିବାର ଆଦୌ ନିଷ୍ପତ୍ତି ବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ପରବର୍ତ୍ତୀ ଷ୍ଟେପରେ ଆପଣଙ୍କୁ ଅନେକ ପ୍ରକାର ମହଙ୍ଗା ପଡିପାରେ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣାପଡେ। ତେବେ ବିଛାରା ରାଶି ବ୍ୟକ୍ତି ଯୋଉମାନେ ବେପାର ବାଣିଜ୍ୟ କରୁଛନ୍ତି ନିଶ୍ଚିତ ସଚେତନ ହୋଇଯାଆନ୍ତୁ, କାରଣ ଆପଣଙ୍କର ଭାଗ୍ୟ ଗ୍ରହ ନିମ୍ନଗାମୀ ଥିବାରୁ ଆପଣଙ୍କୁ ଆଜି କ୍ଷତି ସହିବାକୁ ପଡିପାରେ। ତେଣୁ ଧୈର୍ଯ୍ୟ ସହକାରେ ନିଜର ବେପାର ବାଣିଜ୍ୟ କରନ୍ତୁ, ତାହା ଆପଣଙ୍କ ପାଇଁ ଭଲ ହେବ। ଆଜି ବିଛାରା ରାଶି ବ୍ୟକ୍ତି ବିଶେଷ କରି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ହାନି ଯୁଗ ରହୁଛି। ତେଣୁ ନିଶ୍ଚିତ ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ, ନହେଲେ ଅନେକ ପ୍ରକାର ସ୍ୱାସ୍ଥ୍ୟ ଖରାପ ହବାର ଚାନ୍ସ ରହୁଛି। ଆଜି ବିଛାରା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 5, ଭାଗ୍ୟ ରଙ୍ଗ ରହୁଛି ଯାହାକି ଧଳା ରଙ୍ଗ, ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 55% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ଧନୁ ରାଶି ବ୍ୟକ୍ତିଙ୍କ ବିଷୟରେ। ଧନୁ ରାଶି ବ୍ୟକ୍ତି ଆଜି ନିଜର କାର୍ଯ୍ୟ ଗୁଡିକୁ ଧୈର୍ଯ୍ୟ ସହକାରେ କରନ୍ତୁ। ଅନେକ ନକାରାତ୍ମକ ଭାବନା ଆପଣଙ୍କର ଆସିପାରେ, ତେଣୁ ନକାରାତ୍ମକ ଭାବନା ଠାରୁ ଦୂରତା ଅବଲମ୍ବନ କରନ୍ତୁ। ଧୈର୍ଯ୍ୟ ସହକାରେ କାର୍ଯ୍ୟ କରିଲେ ନିଜର ଆଶା ପୂର୍ଣ୍ଣ ହବାର ଚାନ୍ସ ରହୁଛି। ଆଜି ଧନୁ ରାଶି ବ୍ୟକ୍ତିଙ୍କର ଭାଗ୍ୟ ଗ୍ରହ ମଧ୍ୟମ ଧରଣର ରହୁଛି, ତେଣୁ ଅଧିକ ଆଶା କରିବେ କିନ୍ତୁ ଫଳ ଟିକେ କମ ମିଳିବ। ତେଣୁ ପ୍ରତ୍ୟେକ କାର୍ଯ୍ୟକୁ ଆପଣ ଧ୍ୟାନ ସହକାରେ କରିଲେ ତାହା ଆପଣଙ୍କ ପାଇଁ ଭଲ ହେବ, ଏବଂ ପରିଶ୍ରମ ନିଶ୍ଚିତ କରନ୍ତୁ ଧନୁ ରାଶି ବ୍ୟକ୍ତି। ଆଜି ଧନୁ ରାଶି ବ୍ୟକ୍ତି ଯାହାକି ଆପଣ ଚାକିରି ସମ୍ବନ୍ଧରେ କାର୍ଯ୍ୟ ଗୁଡିକୁ ସଚେତନ ସହକାରେ କରନ୍ତୁ ଏବଂ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ କରନ୍ତୁ, କାରଣ ଅନେକ ଚ୍ୟାଲେଞ୍ଜ ଆସିବ ଯାହାକୁ ସାମ୍ନା କରିବା ଆପଣଙ୍କ ପାଇଁ ଭାରି କଷ୍ଟକର ହୋଇପାରେ। ଆଜି ଧନୁ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଅସ୍ଥିରତା ଆସିପାରେ, ତେଣୁ ନିଶ୍ଚିତ ଏହା ପ୍ରତି ସଚେତନ ରୁହନ୍ତୁ। ତତ୍ସହିତ ଧନୁ ରାଶି ବ୍ୟକ୍ତି ଆଜି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଯାହା ଆପଣଙ୍କର ଶିକ୍ଷା କ୍ଷେତ୍ରରେ ମଧ୍ୟମ ଧରଣର ଭାଗ୍ୟ ସାଥ ଦେଉଛି। ତତ୍ସହିତ ଧନୁ ରାଶି ବ୍ୟକ୍ତି ଆଜି ପ୍ରେମ ସମ୍ବନ୍ଧରେ ଯାହାକି ଭଲ ସମ୍ପର୍କ ରଖିବା ପାଇଁ ଚେଷ୍ଟା କରନ୍ତୁ। କୌଣସି କଳହ ଯୁକ୍ତିତର୍କ ଠାରୁ ଦୂରତା ଅବଲମ୍ବନ କରନ୍ତୁ। ତତ୍ସହିତ ଆଜି ଧନୁ ରାଶି ବ୍ୟକ୍ତି ବିଶେଷ କରି ପାରିବାରିକ ସମ୍ପର୍କ ଭିତରେ ଆପଣଙ୍କର କେତେକାଂଶରେ ଅସ୍ଥିରତା ଦେଖା ଦେଇପାରେ। କିଛି ଭୁଲ ବୁଝାମଣା ଯୋଗୁଁ ଆପଣଙ୍କ ନିଜ ଭିତରେ ଯୁକ୍ତିତର୍କ ହବାର ଅନେକ ଚାନ୍ସ ରହୁଛି, ତେଣୁ ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ ଧନୁ ରାଶି ବ୍ୟକ୍ତି। ଆଜି ଧନୁ ରାଶି ବ୍ୟକ୍ତି ବିଶେଷ କରି ଶତ୍ରୁ ମାନେ ଠାରୁ ଆପଣ ବିଜୟ ହବାର ଅନେକ ଚାନ୍ସ, ଯୋଉଠି କମ୍ପିଟିସନ କିଛି କାର୍ଯ୍ୟକ୍ରମରେ ଯଦି ଭାଗ ନେଉଛନ୍ତି ସେଥିରେ ବିଜୟ ହବାର ଅନେକ ଚାନ୍ସ ରହୁଛି। ଆଜି ଧନୁ ରାଶି ବ୍ୟକ୍ତିଙ୍କର ଯାହାକି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା କେତେକାଂଶରେ ଯାହାକି ସମସ୍ୟା ଦେଖା ଦେଇପାରେ। ଯଦି ସଚେତନ ରହିବେ ତେବେ ନିଶ୍ଚିତ ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ କିଛି। ଆଜି ଧନୁ ରାଶି ବ୍ୟକ୍ତିଙ୍କର ଯାହାକି ଭାଗ୍ୟ ସଂଖ୍ୟା ରହିଛି 6, ଭାଗ୍ୟ ରଙ୍ଗ ରହୁଛି ନୀଳ ରଙ୍ଗ, ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 55% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମକର ରାଶି ବ୍ୟକ୍ତିଙ୍କ ବିଷୟରେ। ମକର ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କ ପାଇଁ ଏକ ଅଦ୍ଭୁତ ଦିନ ହୋଇପାରେ। ପ୍ରତ୍ୟେକ କାର୍ଯ୍ୟ ନିଜ ଇଚ୍ଛା ଅନୁସାରେ ପୂରଣ କରିବେ। ନିଜର ଚିନ୍ତାଧାରା ଅନୁସାରେ ସମସ୍ତ କାର୍ଯ୍ୟ ପୂରଣ କରିବା ସହିତ ଆଜି ନିଜର ଯୋଜନା ପ୍ରସ୍ତୁତ କରି ସମସ୍ତ ପୂର୍ବରୁ ଅଟକି ଯାଇଥିବା କାର୍ଯ୍ୟ ପୂର୍ଣ୍ଣ କରିବାର ଅନେକ ଚାନ୍ସ ରହୁଛି। ଆଜି ମକର ରାଶି ବ୍ୟକ୍ତି ଯାହାକି ଚାକିରି ସମ୍ବନ୍ଧର କାର୍ଯ୍ୟ ଗୁଡିକ ଅନେକ କାର୍ଯ୍ୟ ଆପଣ ପ୍ରଶଂସାର ପାତ୍ର ବନି ଯାଇ ପାରନ୍ତି, ଯାହାକି ସହକର୍ମୀ ମାନେ ସାଥ ଦେବା ସହିତ ଆପଣଙ୍କର କାର୍ଯ୍ୟ କୌଶଳ ଉପରସ୍ଥ କର୍ମଚାରୀଙ୍କୁ ଦୃଷ୍ଟି ଆକର୍ଷଣ ହବ ନିଶ୍ଚିତ। ତତ୍ସହିତ ଆପଣ ସେମାନଙ୍କ ଠାରୁ ପ୍ରଶଂସା ପାଇବାର ଅନେକ ଚାନ୍ସ ରହୁଛି। ତେବେ ଆଜି ମକର ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ଲାଭ ହବାର ଅନେକ ଚାନ୍ସ ରହୁଛି। ତତ୍ସହିତ ମକର ରାଶି ବ୍ୟକ୍ତି ଆଜି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଉତ୍ତମ ଯୁଗ ବନଉଛି। ତତ୍ସହିତ ଆଜି ମକର ରାଶି ବ୍ୟକ୍ତି ପ୍ରେମ ସମ୍ବନ୍ଧରେ ଆପଣଙ୍କର ଆଜି ମଧୁର ବାର୍ତ୍ତାଳାପ ହବାର ଅନେକ ଚାନ୍ସ ରହିପାରେ, କିନ୍ତୁ ଧ୍ୟାନ ଦିଅନ୍ତୁ କୌଣସି କଳହ ଯୁକ୍ତିତର୍କ କରନ୍ତୁ ନାହିଁ, କାରଣ କେତେକାଂଶରେ ଆପଣଙ୍କର ଦେଖା ଦେଇପାରେ ଯାହାକି ନିଜ ଭିତରେ ସମ୍ପର୍କ ଖରାପ ହବାର ଚାନ୍ସ ରହୁଛି। ବିଶେଷ କରି ଆଜି ମକର ରାଶି ବ୍ୟକ୍ତି ପାରିବାରିକ ସମ୍ପର୍କ ଖରାପ ହବାର ଅନେକ ଚାନ୍ସ ରହୁଛି, ଯାହାକି ସ୍ୱାମୀ ସ୍ତ୍ରୀଙ୍କ ଭିତରେ କଳହ ହବାର ଅନେକ ଚାନ୍ସ ରହୁଛି। ତେଣୁ ଏହା ପ୍ରତି ନିଶ୍ଚିତ ମକର ରାଶି ବ୍ୟକ୍ତି ସାବଧାନ ରୁହନ୍ତୁ। ତେବେ ବେପାର ବାଣିଜ୍ୟ କରୁଥିଲେ ଅନେକ ପ୍ରକାର ଅଶୁଭ ଯୁଗ ରହୁଛି, ତେଣୁ ଧ୍ୟାନ ପୂର୍ବକ ବେପାର ବାଣିଜ୍ୟ ଆପଣ କରନ୍ତୁ। କୌଣସି ରିସ୍କଫୁଲ ବାଣିଜ୍ୟ କରନ୍ତୁ ନାହିଁ, ଯାହାକି ପରବର୍ତ୍ତୀ ଷ୍ଟେପରେ ଆପଣଙ୍କୁ ଅନେକ କ୍ଷତି ସହିବାକୁ ପଡିବ। ତେଣୁ ବୁଦ୍ଧି ପ୍ରୟୋଗ କରି ବେପାର ବାଣିଜ୍ୟ କରନ୍ତୁ। ଆଜି ମକର ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ
आपण संपूर्ण सुस्थ रहिबे कौनसी आपणकर स्वास्थ्य समस्या रहिबो नाही। आज मकर राशि व्यक्तिंकर भाग्य संख्या रही 4 भाग्य रंग रहुची जहा कि धूसर रंग एवं ग्रह माने आपण को आज 70% साथ दउछंती। एबे चलंतु जानिबा कुंभ राशि व्यक्ति विषय। कुंभ राशि व्यक्ति आज निजर कार्य गुडी को संपूर्ण भल करिवार अनेक चांस रहुची। आज किंतु कुंभ राशि व्यक्ति कौनसी गुरुत्वपूर्ण निष्पत्ति ठारू निजको दूरता अवलंबन करिले ताहा आपनको पई भलो हेबो। तेबे आज कुंभ राशि व्यक्ति कार्य रे चाप टिके बढ़ी पारे जहा पाई आपण मानसिक टिके अशांति रही पारंती। किंतु प्रत्येक कार्य जदि धैर्य सहकारे करिवे कुंभ राशि व्यक्ति तेबे आपणकर मानसिक टेंशन दूर होबा सहित कौनसी कार्य रे चाप ही आसीबो नाही। आज कुंभ राशि व्यक्ति जो माने चाकरी संबंध रे कार्य करूछंती निश्चित आपण जदि योजना प्रस्तुत करी कार्य करिवे देखिबे कौनसी कार्य अटकिबो नाही समस्त कार्य संपूर्ण होबो तत्सहित आपण बहुत खुशी अनुभव मध्य करिवे। आज कुंभ राशि व्यक्ति विशेष करी आपणकर राजनीतिक सामाजिक क्षेत्र में प्रतिष्ठा लाभ करने सहित शिक्षार्थी विद्यार्थी मानक उत्तम युग रहुची। आज कुंभ राशि व्यक्ति जहा कि आपणकर प्रेम संबंध रे बहुत उत्साहित एवं जहा कि निज भितर किछि रोमांटिक परिवेश सृष्टि करि पारे। तत्सहित आज कुंभ राशि व्यक्ति पारिवारिक दृष्टि देखिले आपणकर अनेक भल संपर्क रहिबो निज भितर मधुरता तत्सहित पूर्व जदि परिवार संबंध किछि खराब होइथिबो आज ताहार मिलामांसा हबार अनेक चांस रहुची। आज कुंभ राशि व्यक्तिंकर स्वास्थ्यगत दृष्टि देखिले किंतु स्वास्थ्य प्रति निश्चित सचेतन रुहंतु। विशेष कर जीव जंतु ठारू दूरता अवलंबन करंतु एवं खाद्य प्रति निश्चित सचेतन रुहंतु कारण आज स्वास्थ्य समस्या बढ़िबार अनेक चांस रहुची। आज कुंभ राशि व्यक्तिंकर भाग्य संख्या रही जहा कि 2 भाग्य रंग रहुची कमला रंग एवं ग्रह माने आपण को आज 65% साथ दउछंती। एबे चलंतु जानिबा मीन राशि व्यक्ति विषय। मीन राशि व्यक्ति आज दिनटे आपणकर समस्त कार्य विफलता जुग रहुची तेणु निश्चित निजर कार्य गुडी को ध्यान सहकारे करंतु कौनसी असुरक्षित कार्य करंतु नाही एवं आज निजर कार्य गुडी को उत्साह कमी जाई पारे तेणु धैर्य सहकारे कार्य करंतु। मन जदि अस्थिरता रहुची मीन राशि व्यक्ति आपण मन को स्थिरता आनिबा पई संगीत सुनंतु किबा प्रवचन टिए सुनंतु देखिबे मनर स्थिरता आसीबो। तेबे चाकरी संबंध रे जो माने कार्य करूचंती मीन राशि व्यक्ति आपण धैर्य सहकारे कार्य करंतु। कार्य रे अनेक प्रकार त्रुटि आसीबो जहा पई आपण मानसिक स्तर रे जहा कि अस्थिरता रही पारंती तेणु निश्चित प्रथमे कार्य योजना अनुसार कार्य करंतु एवं आपनकर उपरस्थ कर्मचारी जो हिसाब रे कहिथिबे से हिसाब रे कार्य करंतु देखिबे कार्य रे सफलता को अग्रगति करिवो। तेबे मीन राशि व्यक्ति आज राजनीतिक क्षेत्र रे आपनकर मान सम्मान हानि होबार चांस रहउची। तत्सहित शिक्षार्थी विद्यार्थी मानक पई आज पाठ पढ़ा रे अवहेला युक्त रहउची तेणु यह प्रति निश्चित सचेतन रहिबा सहित जो माने मीन राशि व्यक्ति प्रेम संबंध रे जड़ित अछंती निश्चित आपनक भितरे मत पार्थक्य देखा देई पारे तेणु यह प्रति निश्चित सचेतन रहिबा सहित कौनसी कलह युक्ति तर्क करंतु नाही जहा आपनक पई भलो होबे। तेबे मीन राशि व्यक्ति आज पारिवारिक संपर्क आपनकर अस्थिरता देखा देई पारे जहा कि निज भितरे भूल बुझामणा जो मन भितरे अनेक त्रुटि आसी पारे। आज मीन राशि व्यक्ति अर्थजनित कारोबार रे आपण सचेतन रुहंतु कारण अर्थजनित जहा कि आपनकर क्षय होबो तेणु विशेष कर हठात किछि अर्थ मध्य हानि होबार चांस रहउची तेणु मीन राशि व्यक्ति यह प्रति सचेतन रुहंतु। आज मीन राशि व्यक्ति स्वास्थ्यगत दृष्टि देखिले आपनकर स्वास्थ्य समस्या रही पारे विशेष कर ठंडा पानी ठारू दूरता अवलंबन करंतु जहा ठंडा जनिष खाद्य आदु खांतु नाही कारण आपनकर स्वास्थ्य हानि होबार अनेक चांस रहुची। आज मीन राशि व्यक्तिंकर भाग्य संख्या रही 4 भाग्य रंग रहुची जहा कि नील रंग एवं ग्रह माने आपण को आज 30% साथ दउछंती। ओम विष्णवे नमः। नमस्कार।